30 ବର୍ଷରୁ ଉର୍ଦ୍ଧ୍ୱ ଏ ପ୍ରକ୍ରିୟା ଜାରି ରହିଛି। ସେଥିପାଇଁ ଆମେ ପାଖାପାଖି 100ରୁ ଉର୍ଦ୍ଧ୍ୱ ପିଲା ନିରବଚ୍ଛିନ୍ନ ଭାବରେ କାମ କରୁଛନ୍ତି। ଯିଏ ଦିନ ଯେତେବେଳେ ଆଭେଲେବୁଲ ହେଲେ ସେଇ ଅନୁଯାୟୀ ସେମାନେ କାମ କରୁଛନ୍ତି। ଆମେ ଯେଉଁ କାମ କରୁଛୁ ଦୀର୍ଘ 30 ବର୍ଷରୁ ଉର୍ଦ୍ଧ୍ୱ ଯେଉଁ ପରିବେଶ ସୁରକ୍ଷା ଏବଂ ଗ୍ରାମ୍ୟ ଜଙ୍ଗଲ, ସହରୀ ଜଙ୍ଗଲ, ହେନ୍ତାଳ ବଣ ସୃଷ୍ଟି କରୁଛୁ ପାରାଦ୍ୱୀପ, କେନ୍ଦ୍ରାପଡ଼ା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ। ତେଣୁ ସେଇ ଆଧାରରେ ଆମକୁ ଏହା ପ୍ରେରଣା ଦେବ। ସାଧାରଣତନ୍ତ୍ର ଦିବସରେ ଯୋଗ ଦେବେ ବିଶିଷ୍ଟ ପରିବେଶବିତ୍ ଅମରେଶ ନରେଶ ସାମନ୍ତ। ତାଙ୍କ ସହିତ ଆଲୋଚନା କରିବା ଏବଂ କଥା ହେବା। ଓଡ଼ିଶା ଭାସ୍କରକୁ ସ୍ୱାଗତ। ନମସ୍କାର। କାଲି ଯାଉଛନ୍ତି ଜାନୁଆରୀ 26ରେ ଆପଣ ଯିବେ ଦିଲ୍ଲୀ ଦରବାରକୁ ଯିବେ, ଯେଉଁ ଆମର ସାଧାରଣତନ୍ତ୍ର ଦିବସ ଯୋଗ ଦେବେ, ସେ ବିଷୟରେ କ'ଣ କହିବେ? ଆମକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ପ୍ରସାର ଭାରତୀ ମାଧ୍ୟମରେ ନିମନ୍ତ୍ରଣ ଆସିଛି। ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ଆମର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେଇ ଆଧାରରେ ଆମକୁ ନିମନ୍ତ୍ରଣ ମିଳିଛି। ଆମେମାନେ ବହୁତ ଖୁସି ଅଛୁ। ଆମେ ଯେଉଁ କାମ କରୁଛୁ ଦୀର୍ଘ 30 ବର୍ଷରୁ ଉର୍ଦ୍ଧ୍ୱ ଯେଉଁ ପରିବେଶ ସୁରକ୍ଷା ଏବଂ ଗ୍ରାମ୍ୟ ଜଙ୍ଗଲ, ସହରୀ ଜଙ୍ଗଲ, ହେନ୍ତାଳ ବଣ ସୃଷ୍ଟି କରୁଛୁ ପାରାଦ୍ୱୀପ, କେନ୍ଦ୍ରାପଡ଼ା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ। ତେଣୁ ସେଇ ଆଧାରରେ ଆମକୁ ଏହା ପ୍ରେରଣା ଦେବ ଏବଂ ଆଗାମୀ ପିଢ଼ି ପାଇଁ ସୁନ୍ଦର ବାର୍ତ୍ତା ଦେବ। ଯଦି ଆମେମାନେ ଏତେ କାମ କରିପାରିଲୁ ତାହେଲେ ପରିବେଶକୁ ସୁରକ୍ଷା ଦେବୁ, ତାହେଲେ ଧୀରେ ଧୀରେ ଅନ୍ୟମାନେ ଅନୁପ୍ରାଣିତ ହେଇ ଏ ଦିଗରେ କାମ କରିବା ପାଇଁ ଆଗେଇ ଆସିବେ। ଗଛ ଜଙ୍ଗଲ ସୃଷ୍ଟି କରି 30 ବର୍ଷରୁ ଉର୍ଦ୍ଧ୍ୱ ଏ ପ୍ରକ୍ରିୟା ଜାରି ରହିଛି। ସେଥିପାଇଁ ଆମେ ପାଖାପାଖି 100ରୁ ଉର୍ଦ୍ଧ୍ୱ ପିଲା ନିରବଚ୍ଛିନ୍ନ ଭାବରେ କାମ କରୁଛନ୍ତି। ଯିଏ ଦିନ ଯେତେବେଳେ ଆଭେଲେବୁଲ ହେଲେ ସେଇ ଅନୁଯାୟୀ ସେମାନେ କାମ କରୁଛନ୍ତି। ପାଖାପାଖି 5.5 ଲକ୍ଷରୁ ଉର୍ଦ୍ଧ୍ୱ ଆମେ ଗଛ ଲଗେଇଛୁ, ତାକୁ ବଡ଼ ବି କରିଛୁ ଏଇ ଅଞ୍ଚଳରେ। ଆଉ 10.5 ଲକ୍ଷରୁ ଉର୍ଦ୍ଧ୍ୱ ହବ ଚାରା ମୁକ୍ତରେ ଆମେ ବାଣ୍ଟିଛୁ। ଯେଉଁ ଜାଗାରେ ଆମେ ଗଛ ଲଗାଉ ଆଗେ ସେଠି ପର୍ଯ୍ୟାପ୍ତ ପରିମାଣରେ ପାଖାପାଖି 10 ଗୁଣ ପରିମାଣରେ ଆମେ ସେଠି ଚାରା ମୁକ୍ତରେ ଲୋକମାନଙ୍କୁ, ସ୍ୱାଧୀନ ସ୍ୱେଚ୍ଛାସେବୀ ହୁଅନ୍ତୁ, ଜନସାଧାରଣ ହୁଅନ୍ତୁ, ଛାତ୍ରଛାତ୍ରୀ ହୁଅନ୍ତୁ, ମୁକ୍ତରେ ବାଣ୍ଟୁ। ସେମାନଙ୍କ ଭିତରେ ଏ ଦିଗରେ ପରିବେଶ ସୁରକ୍ଷା ଦିଗ ତାଙ୍କୁ ଗୋଟେ ପ୍ରକାର ଉତ୍ସାହ, ପ୍ରେରଣା ଏବଂ ସଦ୍ବୁଦ୍ଧି ଦିଅ, ଯାହାଫଳରେ ଆମର ଯେଉଁ ଗଛ ଗୁଡ଼ା ଲାଗିଥାଏ ସେଗୁଡ଼ା ସୁରକ୍ଷିତ ରହେ। ସେମାନେ ବି ଆମକୁ ଏଥିରେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ସହଯୋଗ କରିଥାନ୍ତି। ଯୁବପିଢ଼ି ମାନଙ୍କୁ ଗୋଟେ ଏମିତି ବାର୍ତ୍ତା ଦେବେ ବିଶିଷ୍ଟ ଯେଉଁ ଆମର ପରିବେଶ, କିନ୍ତୁ ଯୁବପିଢ଼ି ମାନେ ଆପଣଙ୍କ କଥା ଦେଖନ୍ତୁ, ଇଏ ବହୁତ କଷ୍ଟସାଧ୍ୟ କାମ। ଗୋଟେ ଜାଗାରେ ଗଛ ଲଗେଇବା, ତାର ସୁରକ୍ଷା ଦେବା, ତାକୁ ଏମିତି ବଡ଼ କରିବା ପାଖାପାଖି 4-5 ବର୍ଷର କାମ। ଏ କାମ ନିରବଚ୍ଛିନ୍ନ ଭାବରେ କରିବାକୁ ପଡ଼ିଥାଏ। ଏଥିପାଇଁ ବହୁତ କଷ୍ଟ ସାଧନ କରିବାକୁ ପଡ଼ିଥାଏ। ପରିବେଶ ପାଇଁ ଆମକୁ ଯେଉଁ ଚ୍ୟାଲେଞ୍ଜେସ୍ ଗୁଡ଼ା ଆସୁଛି, ଯେହେତୁ ଆମେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଛେ, ଶିଳ୍ପ ସବୁଜ ଅଞ୍ଚଳରେ ରହୁଛେ, ଆମ ପାଖରେ ସୁଦୀର୍ଘ ବେଳାଭୂମି ଅଛି, ମୁହାଣ ଅଛି, ବିଭିନ୍ନ ନଈ ଅଛି, ତାହାର କେମିତି ସୁରକ୍ଷା ରକ୍ଷା କରାଯାଇପାରିବ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ଗୋଟେ ସୁନ୍ଦର ସବୁଜ ଓଡ଼ିଶା, ଉପକୂଳବର୍ତ୍ତୀ ଓଡ଼ିଶା ଗଠନ କରେ, ସେ ଦିଗରେ ଆମେ କାମ କରୁଛୁ। ଆମେ ଦେଖନ୍ତୁ, ସମସ୍ତଙ୍କର ଋଣ ଆପଣ ସୁଝିପାରିବେ। ଆମ ପରିସରରେ ଯେଉଁମାନେ ରହୁଛନ୍ତି, ପିତାମାତାଠୁ ଆରମ୍ଭ କରି ବିଭିନ୍ନ ଶିକ୍ଷକ ହଉ, ଆମକୁ ଜୀବନରେ ଯେଉଁମାନେ ସମୃଦ୍ଧି ଦେଇଥାନ୍ତି ସମସ୍ତଙ୍କ ଋଣ ଆମେ ସୁଝିପାରିବା, କିନ୍ତୁ ପରିବେଶ ପ୍ରକୃତିର ଋଣ ସୁଝିବା ଏତେ ସହଜ ନୁହେଁ। ସେଇ ଆଧାରରେ ଆମେ ଅଛୁ। ନିଶ୍ଚିତ ଭାବରେ ଆମର ଯେଉଁ କାର୍ଯ୍ୟ ଆମେ ଚାହୁଁଛୁ ଅନ୍ୟମାନେ, ଯୁବପିଢ଼ିମାନେ, ଯୁବ ସମାଜ ଏଥିରେ ସାମିଲ ହୁଅନ୍ତୁ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ଗୋଟେ ସୁନ୍ଦର ବାର୍ତ୍ତା ଆଉ ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ। ଏତିକି ଆମର ସମସ୍ତଙ୍କୁ ଅନୁରୋଧ। ଗୋଟେ କଥା କହିବା ଲାଷ୍ଟ କରି, ଯେଉଁ ବାତ୍ୟା ହେଇଥିଲା ହେନ୍ତାଳ ବଣ ଚର୍ଚ୍ଚା କରିଥିଲା, ଆଜ୍ଞା, ବାତ୍ୟା ସହିତ ହେନ୍ତାଳ ବଣ ସହିତ ସମ୍ପର୍କ କ'ଣ ଥିଲା? ହେନ୍ତାଳ ବଣର ତାର ସିଏ ଗୋଟେ ସୁରକ୍ଷା ପ୍ରହରୀ ଭାବରେ ସବୁବେଳେ କାମ କରିଥାଏ। ତାଙ୍କର ଯେଉଁ ଅଛି, ଯେଉଁ ହେନ୍ତାଳ ବଣ ହଉ କିମ୍ବା ଯେକୌଣସି ରୁଣା ଜଙ୍ଗଲ ହଉ, ରୁଣା ଜଙ୍ଗଲର କାର୍ଯ୍ୟ ହେଲା ସେମାନେ ଢେଉକୁ ପ୍ରତିହତ କରିବେ, ପବନକୁ ପ୍ରତିହତ କରିବେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁ ମୃତ୍ତିକା ଅଛି ତାକୁ ବି ସୁରକ୍ଷା ଦେବେ। ବିଭିନ୍ନ ବନ୍ୟ ପ୍ରାଣୀ ହୁଅନ୍ତୁ କିମ୍ବା ଜଳଚର ଜୀବ ହୁଅନ୍ତୁ, ମତ୍ସ୍ୟ ପ୍ରାଣୀ ହୁଅନ୍ତୁ, ତାଙ୍କର ସଂଖ୍ୟା ଆଉ ବଂଶ ବୃଦ୍ଧି ବେଳେ ଏମାନେ ପ୍ରମୁଖ ଭୂମିକା ରହେ। ତେଣୁ ହେନ୍ତାଳ ବଣର ଯେଉଁ ଯେତିକି ଅଛି ଆମ ଓଡ଼ିଶାରେ ଯେତିକି ଅଛି ବର୍ତ୍ତମାନ, ତାକୁ କେମିତି ସୁରକ୍ଷା ଦେବା, ନୂଆ କେମିତି ଜଙ୍ଗଲ, ଋଣା ଜଙ୍ଗଲ ସୃଷ୍ଟି କରାଯାଇପାରେ, ସେ ଦିଗରେ ଆମେ କାମ କରୁଛୁ। ଦୀର୍ଘ 15 ବର୍ଷ ହେଲା କାମ କରୁଛୁ। ପାଖାପାଖି 1 ଲକ୍ଷରୁ ଉର୍ଦ୍ଧ୍ୱ ଚାରା ଆଉ ମଞ୍ଜି ବି ପାରାଦ୍ୱୀପ ଉପକୂଳବର୍ତ୍ତୀ, ମହାନଦୀ ଉପକୂଳବର୍ତ୍ତୀ ଯେଉଁ ଅବବାହିକା ଅଛି ମୁହାଣରେ ଆମେ ଲଗେଇଛୁ। ସେଥିରେ ବହୁତ ସଫଳ ହେଇଛୁ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ଯେଉଁମାନେ ଅଛନ୍ତି ସେ ମତ୍ସ୍ୟକୁ ନେଇ ଜୀବିକା ନିର୍ବାହ କରୁଛନ୍ତି ଏବଂ ଯେଉଁମାନେ ମଇଁଷି ରଖୁଛନ୍ତି, ଗାଈ ଗୋରୁ ରଖୁଛନ୍ତି, ଯେଉଁମାନେ ଏସବୁ ଜିନିଷରେ ଅଛନ୍ତି ଜୀବନ ଜୀବିକା, ସେମାନଙ୍କୁ ବି ସଚେତନ କରୁଛୁ। ସେଥିରେ ଆମେ ବହୁତ ମାତ୍ରାରେ ସଫଳ ହେଇଛୁ। ଆଗାମୀ ଦିନରେ ଆଶା କରୁଛୁ ଏହା ନିଶ୍ଚିନ୍ତ ଗୋଟେ ଭଲ ସଫଳତା ଆଣିଦେବ। ଆମ ପାଖରେ ଥିଲେ ବିଶିଷ୍ଟ ପରିବେଶବିତ୍ ଅମରେଶ ନରେଶ ସାମନ୍ତ। ଆମେ ତାଙ୍କ ସହିତ ଆଲୋଚନା କରୁଥିଲୁ ଏବଂ କଥା ହେଉଥିଲୁ। କାଲି ଯିବେ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବେ। ପାରାଦ୍ୱୀପରୁ ସତ୍ୟଶିବ ପରିଡ଼ା,
ଓଡ଼ିଶା ଭାସ୍କର।